କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ କଥା ହେବା ବ୍ରିଟିଶ ଶାସନରୁ ଡିଜିଟାଲ ଭାରତ ଏକ ରାଷ୍ଟ୍ରର ବିକାଶ। ବ୍ରିଟିଶ ଶାସନରୁ ଏକ ଆଧୁନିକ ଡିଜିଟାଲ ରାଷ୍ଟ୍ର ହେବା ପର୍ଯ୍ୟନ୍ତ ଭାରତର ଯାତ୍ରା, ସ୍ଥିରତା, ପରିବର୍ତ୍ତନ ଏବଂ ପ୍ରଗତିର ଏକ କାହାଣୀ। ଭାରତ 1947ରେ ସ୍ୱାଧୀନତା ପାଇବା ପୂର୍ବରୁ 200 ବର୍ଷରୁ ଅଧିକ ସମୟ ଧରି ସଂଘର୍ଷ କରିଥିଲା। ଦେଶକୁ ଗରିବ, ବିଭାଜିତ ଏବଂ ନିରକ୍ଷରତା, ବେକାରୀ ଏବଂ ଅନୁନ୍ନତ ଭଳି ଚ୍ୟାଲେଞ୍ଜ ସହିତ ସଂଘର୍ଷ କରାଯାଇଥିଲା। ସ୍ୱାଧୀନତା ପରେ ଭାରତ ନିଜକୁ ପୁନଃନିର୍ମାଣ କରିବାର କଷ୍ଟକର କାର୍ଯ୍ୟ ଆରମ୍ଭ କରିଥିଲା। ସେ ସମୟର ନେତାମାନେ ଗଣତାନ୍ତ୍ରିକ ଅନୁଷ୍ଠାନ ସ୍ଥାପନ, ଶିକ୍ଷାରେ ଉନ୍ନତି ଏବଂ ଅର୍ଥନୀତିକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇଥିଲେ। ଜବାହରଲାଲ ନେହେରୁଙ୍କ ଭଳି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଶିଳ୍ପାୟନ ଏବଂ ବୈଜ୍ଞାନିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥିଲେ। ଧୀରେ ଧୀରେ କିନ୍ତୁ ସ୍ଥିର ଭାବରେ ଭାରତ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରର ମୂଳଦୁଆ ସ୍ଥାପନ କରିଥିଲା। 1990 ଦଶକରେ ଆର୍ଥିକ ସଂସ୍କାର ଭାରତକୁ ବିଶ୍ୱ ବଜାର ପାଇଁ ଖୋଲି ଦେଇଥିଲା, ନିବେଶ, ପ୍ରଯୁକ୍ତି ବିଦ୍ୟା ଏବଂ ନିଯୁକ୍ତି ଆଣିଥିଲା। ଏହା ଅର୍ଥନୈତିକ ଏବଂ ସାମାଜିକ ବିକାଶର ଏକ ନୂତନ ପର୍ଯ୍ୟାୟକୁ ଚିହ୍ନିତ କରିଥିଲା। 2000 ଦଶକର ଆଇଟି ବିପ୍ଳବ ବେଙ୍ଗାଲୁରୁ ଭଳି ସହରଗୁଡ଼ିକୁ ବିଶ୍ୱ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରରେ ପରିଣତ କରିଥିଲା। ଭାରତର କାର୍ଯ୍ୟ ଏବଂ ଯୋଗାଯୋଗର ପଦ୍ଧତିକୁ ପରିବର୍ତ୍ତନ କରିଥିଲା। ଆଜି ଭାରତ ଆତ୍ମବିଶ୍ୱାସର ସହିତ ଡିଜିଟାଲ ଯୁଗରେ ପ୍ରବେଶ କରୁଛି। ଡିଜିଟାଲ ଇଣ୍ଡିଆ ଭଳି ପଦକ୍ଷେପ ସହିତ ସରକାର ଦୂରଦୂରାନ୍ତର ଗ୍ରାମଗୁଡ଼ିକୁ ଇଣ୍ଟରନେଟ୍ ସହିତ ସଂଯୋଗ କରିବା, ଇ-ଗଭର୍ଣ୍ଣାନ୍ସକୁ ଉନ୍ନତ କରିବା ଏବଂ ଡିଜିଟାଲ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସ୍ମାର୍ଟଫୋନ, ଅନଲାଇନ ବ୍ୟାଙ୍କିଂ, ଡିଜିଟାଲ ପେମେଣ୍ଟ ଏବଂ ୟୁପିଆଇ ଭଳି ଆପ୍ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସୁବିଧା ଆଣିଛି। ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ବ୍ୟବସାୟଗୁଡ଼ିକୁ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପୁନଃଗଠିତ କରାଯାଉଛି। ଛାତ୍ରମାନେ ଅନଲାଇନ କ୍ଲାସରେ ଯୋଗାଯୋଗ କରନ୍ତି, ଚାଷୀମାନେ ସେମାନଙ୍କ ଫୋନରେ ପାଣିପାଗ ସମ୍ବନ୍ଧୀୟ ଅପଡେଟ୍ ପାଆନ୍ତି ଏବଂ ଲୋକମାନେ ଗୋଟିଏ କ୍ଲିକ୍ ସହିତ ସେବା ପାଆନ୍ତି। ତଥାପି ଡିଜିଟାଲ ବିଭାଜନ, ଡାଟା ଗୋପନୀୟତା ଏବଂ ସାଇବର ସୁରକ୍ଷା ଭଳି ଚ୍ୟାଲେଞ୍ଜ ରହିଛି। ବ୍ରିଟିଶ ଶାସନରୁ ଡିଜିଟାଲ ଇଣ୍ଡିଆ ପର୍ଯ୍ୟନ୍ତ ଯାତ୍ରା ଆମକୁ ମନେ ପକାଇ ଦିଏ ଯେ ଦେଶ କେତେ ଦୂର ଆସିଛି। ଏକ ସଂଘର୍ଷପୂର୍ଣ୍ଣ ଉପନିବେଶରୁ ଏକ ଉଦୀୟମାନ ଡିଜିଟାଲ ପାୱାରହାଉସରେ ପରିଣତ ହେଉଛି। ଏହି ବିବର୍ତ୍ତନ ଏକ ଦୃଢ଼ ଭାରତର ଆତ୍ମାକୁ ପ୍ରତିଫଳିତ କରେ, ନୂତନତ୍ୱ, ଅନ୍ତର୍ଭୁକ୍ତି ଏବଂ ଗର୍ବ ସହିତ ଭବିଷ୍ୟତକୁ ନେତୃତ୍ୱ ଦେବାକୁ ପ୍ରସ୍ତୁତ କରେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, ତାହେଲେ କମେଣ୍ଟରେ ଲେଖିକି ଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ଦେଖା ହେବାକୁ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।